ଧନ୍ୟବାଦ ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱରଙ୍କ ବାକ୍ୟ କହିବା ପାଇଁ। ଯେଉଁମାନେ ପ୍ରତ୍ୟେକ ଦିନ ଦେଖୁଅଛ ପରମେଶ୍ୱର ବାକ୍ୟ ଶୁଣୁଅଛ, ଯାହାକି ଆପଣମାନେ ଯେମିତି ଶୁଣୁଛ ପ୍ରତ୍ୟେକ ଦିନ ଅନ୍ୟମାନଙ୍କର ବି ସେୟାର କର, ନିଜର ସାଙ୍ଗସାଥି ନିଜ ପରିବାର ବନ୍ଧୁବାନ୍ଧବ ସେୟାର କର। ଯେତେବେଳେ ଆମେ ସେୟାର କରିବା ସେମାନେ ଶିଖିବେ, କିଛି ଜିନିଷ ଜାଣିପାରିବେ। ଆଜି ଟପିକ୍ ଅଛି ଦୁଇ ପ୍ରକାର ଟପିକ୍, ମୁଁ ଛୋଟିଆରେ କହିବି। କିନ୍ତୁ ମନ ପରିବର୍ତ୍ତନ ମାନେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି। ଲୌକ 5:31-32 କହିକି ମୁଁ ଆପଣଙ୍କର କହୁଛି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କୁ ବୈଦ୍ୟ ଠାରୁ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକର ବୈଦ୍ୟ ଠାରୁ ପ୍ରୟୋଜନ ନାହିଁ। ଆକ୍ଚୁଆଲି ଗୋଟେ ବୈଦ୍ୟ ପାଖରେ କି ଯେକୌଣସି ଡକ୍ଟର ପାଖକୁ ଆମେ ଯାହା କ'ଣ ପାଇଁ ଯାଉଛୁ? ଯିଏ ଅସୁସ୍ଥ ଥିବ, ଯିଏ ରୋଗୀ ଥିବ, ଯିଏ ଯେକୌଣସି ସମୟରେ ଶରୀରର ଯେଉଁ କଷ୍ଟ ଯନ୍ତ୍ରଣା ପାଉଅଛି, ସେ ମେଡ଼ିକାଲ ଯାଉଛି। ପ୍ରିୟ ଲୋକମାନେ, ଆଜି ସୁସ୍ଥ ଲୋକର ବୈଦ୍ୟତାର ପ୍ରୟୋଜନ। ଆକ୍ଚୁଆଲି ଆଜି ଆମେ ଶରୀରରେ ସିନା ଅସୁସ୍ଥ, କିନ୍ତୁ ଆମର ଆତ୍ମିକରେ ବି ଆଜି ଅସୁସ୍ଥ ହୋଇଅଛୁ। କେବଳ ଆଜି ଆମର ଆତ୍ମିକ ଆଜି ଉଦ୍ଧାର ପାଇନାହିଁ। ଆଜି ଯଦି ଆମେ ଆତ୍ମିକରେ ଉଦ୍ଧାର ପାଇବା, ଯଦି ଆମର ଶରୀର ଯଦି ଉଦ୍ଧାର ପାଇବା, କେବଳ ପରମେଶ୍ୱର ଦେଇପାରିବେ। ପରମେଶ୍ୱର ବିନୁ, ଯୀଶୁଖ୍ରୀଷ୍ଟ ବିନୁ ଆଉ କେହି ଦେଇପାରିବେ ନାହିଁ। ତାପରେ କ'ଣ କହୁଛି? ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି। ଯେଉଁମାନେ ଅସୁସ୍ଥ, ଯେଉଁମାନେ ନିରାଶ, ଯେଉଁମାନେ ହତାଶ, ସେମାନଙ୍କ ଠାରେ ହିଁ ପ୍ରଭୁ ଯୀଶୁକୁ ଯେତେବେଳେ ଗ୍ରହଣ କରୁଛନ୍ତି, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟକୁ ସେମାନଙ୍କୁ ପ୍ରୟୋଜନ ଦେଉଛନ୍ତି, ଆଶୀର୍ବାଦ ଦେଉଛନ୍ତି, ଶାନ୍ତି ଦେଉଛନ୍ତି। ସବୁ ସମସ୍ୟାରୁ ପ୍ରଭୁ ଯୀଶୁ ସେମାନଙ୍କୁ ଉଦ୍ଧାର କରୁଅଛନ୍ତି। ସେ ପ୍ରଭୁକୁ କାମ ଲାଗିଥିଲେ। ମାତ୍ର ଅସୁସ୍ଥ ଲୋକମାନଙ୍କ ପ୍ରୟୋଜନ ଅଛି। ଆଜି ପ୍ରିୟ ଲୋକମାନେ, ଆଜି ଆମେ ଅସୁସ୍ଥ ଥିଲା, ଆମେ ଦିନେ ବହୁତ ଅପକାର ଥିଲା, ବହୁତ ସମସ୍ୟା ଦେଇ ଯାତ୍ରା କଲା, ବହୁତ ବିଭିନ୍ନ ପ୍ରକାର ପାରିବାରିକ ଅସୁସ୍ଥ ଥିଲା। ଆଜି ଦେଖିବା ଆମର ଆଖପାଖ ଲୋକମାନଙ୍କୁ, ନିଜ ପଡ଼ୋଶୀ ଲୋକ, ଆଜି ସବୁ ଥାଇପାରେ, ତାଙ୍କର ଗୋଟେ ସମସ୍ୟା ରହୁଛି, ଅସୁସ୍ଥ ରହୁଛି, ବିଭିନ୍ନ ପ୍ରକାର ଅସୁବିଧା ରହୁଛି। ଆଜି ସବୁ କିଛି ଥାଇପାରେ, କେବଳ ଅସୁବିଧା ରହୁଛି। ଭାବୁଛନ୍ତି ଆମେ ବହୁତ କ'ଣ ପଇସା ଥିଲେ ସବୁ ଅଛି। ଏଇ ପଇସା ହଁ ଜଗତରେ ବଞ୍ଚିବା ଲାଗି ଭଲ, କେବଳ ପଇସା ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ। ଏଇ ପଇସା ଅସୁସ୍ଥ ଲୋକର କିଛି କାମ କରିବ ନାହିଁ। ପଇସା ଏନ୍ ଟାଇମ୍ ଆମକୁ ରକ୍ଷା କରିବ ନାହିଁ। କେବଳ ପରମେଶ୍ୱର ଯାଇ ଜଗତରେ ଡକ୍ଟର ଦେଇଛନ୍ତି। ଡକ୍ଟର ପାଖକୁ ଯାଉନୁ, ଯେତିକି ବେଳ ସମୟ ତାର ରୋଗୀ ଗୋଟେ ଅସୁସ୍ଥ ଲୋକ ଯେତିକି ରୋଗ ତାର ବଢ଼ି ଯାଉଛି, ଡକ୍ଟର ବି କହୁଛି କୌଣସି ସେ ଉପରବାଲାକୁ କି କୌଣସି ଭଗବାନ କି କୌଣସି କାହାକୁ ବିଶ୍ୱାସ କର। ମୁଁ ଶୁଣିଛି କେତେ ଡକ୍ଟର ନୁ କେତେ ରୋଗୀମାନଙ୍କୁ ଶୁଣିଛି ଯେ ସେ ଉପରବାଲାକୁ ବିଶ୍ୱାସ କର, ସେ ଉପରବାଲା ଯାହା କରିବେ ତତେ ବୋଲିକି କହୁ। ସେ ଉପରବାଲା ପରମେଶ୍ୱର, ସେ ଯୀଶୁଙ୍କ ଦ୍ୱାରା ଆମର ପ୍ରୟୋଜନ ଅଛି। ସେ ଯୀଶୁଖ୍ରୀଷ୍ଟ ଆଜି ସ୍ୱର୍ଗରେ ଅଛନ୍ତି। ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ। ଯେଉଁମାନେ ଅସୁସ୍ଥ ଅଛନ୍ତି, ଯେଉଁମାନେ କଷ୍ଟ ଯନ୍ତ୍ରଣା ବିଭିନ୍ନ ପ୍ରକାର ସମସ୍ୟାରେ ଶରୀର ଜୀବନ ଯାପନ, ସେମାନେ ଯଦି ପ୍ରଭୁଙ୍କ ପାଶକୁ ସେମାନଙ୍କ ପ୍ରୟୋଜନ ଅଛି। ଆଜି ଅନେକ ଲୋକମାନେ ପ୍ରଭୁ ଯୀଶୁକୁ ଯେତିକି ଯୀଶୁଙ୍କ ପାଖକୁ ଯୀଶୁ ଯେତିକି ଡାକିଲେ, ଯୀଶୁଙ୍କ ପାଖକୁ ଆସିଛନ୍ତି, ସେମାନେ ଆଜି ବହୁତ ଆନନ୍ଦରେ ଅଛନ୍ତି, ବହୁତ ଖୁସିରେ ଅଛନ୍ତି, ବହୁତ ଆଶୀର୍ବାଦରେ ଅଛନ୍ତି। କ'ଣ? ସେମାନେ ପରମେଶ୍ୱର ବାକ୍ୟ ଶ୍ରବଣ କରିବା ଦ୍ୱାରା, ପରମେଶ୍ୱର ବାକ୍ୟ ଶୁଣିକି ନିଜ ଜୀବନରେ ପାଳନ କରିବା ଦ୍ୱାରା ସେମାନେ ପ୍ରୟୋଜନ ପାଇଅଛନ୍ତି।
ହାଲେଲୁୟା। ତାପରେ କ'ଣ କରି 32 ନମ୍ବର ସେ ଲୋକ 5:32ରେ, ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି। ପ୍ରକୃତିରେ ଏଇ ଜଗତରେ ଜଣେ ଧାର୍ମିକ ପବିତ୍ର ବ୍ୟକ୍ତି ବୋଲୁଛନ୍ତି, ସେମାନଙ୍କୁ ପ୍ରଭୁ ଡାକି ନାହିଁ। ଯେଉଁମାନେ ପାପୀ, ଅଯୋଗ୍ୟ, ଦିନହୀନ, ବିଭିନ୍ନ ପ୍ରକାର ପାପରେ ଯାହା ତାକୁ କେହି ଉଠେଇବା ଲାଗି ନାହିଁ, କି ତାକୁ କେହି ରକ୍ଷା କରିବା ଲାଗି ନାହିଁ, ସେ ପ୍ରଭୁ ଯୀଶୁ ସେ ପାପୀମାନଙ୍କୁ, ଅଯୋଗ୍ୟମାନଙ୍କୁ, ଦିନହୀନକୁ ସେ ପ୍ରଭୁ ସେମାନଙ୍କ ନିମନ୍ତେ କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ। ସେ ପ୍ରଭୁ ଯୀଶୁକୁ ଧାର୍ମିକମାନଙ୍କୁ ଡାକି ନାହିଁ। ଆମେ ଦେଖିବୁ ବାଇବେଲ ଗୋଟେ ବହୁତ ସୁନ୍ଦର ଭାବରେ ଲେଖା ହେଇଛି। ଗୋଟେ ସମରନିଆ ସ୍ତ୍ରୀ ବ୍ୟଭିଚାରିଣୀ ଥିଲା, ପାପିନୀ ସ୍ତ୍ରୀ ଥିଲା। ତାର 5ଟି ସ୍ୱାମୀ ଥିଲେ, ତଥାପି 5ର ଆଉ ଗୋଟେ ସ୍ୱାମୀ ଥିଲେ। ତୋର ସ୍ୱାମୀକୁ ଡାକିକି ଆଣ ବୋଲି କୁହାଯାଇଛି। ମୋର ସ୍ୱାମୀ ନାହିଁ। କେତେ ସୁନ୍ଦର ଭାବରେ ସେ ସ୍ତ୍ରୀ ବିଷୟରେ ଆମେ ଚିନ୍ତା କରିବା ବେଳେ ସେ ସ୍ତ୍ରୀକୁ କହିଲେ ଯେ ଲୁକାରେ ପାପୀ ମାନଙ୍କ ସହିତ କ'ଣ ପାଇଁ କଥା ହଉଛ? ତାପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଯିଏ ନିଷ୍ପାପୀ, ଯିଏ ଜନ୍ମରୁ ଆଜି ପର୍ଯ୍ୟନ୍ତ ପାପ କଲେ, ଏ ପଥର ଉଠେଇକି ତାକୁ ମାର। ସମସ୍ତେ ମୁଣ୍ଡ ଗାଡ଼ି ତଳକୁ କରିକି ପଳାଇଲେ। ତାପରେ ଯୀଶୁ ଖ୍ରୀଷ୍ଟ ସେ ସମରନିଆ ପାପିନୀ ସ୍ତ୍ରୀ ଥିଲେ। ଯୀଶୁ ଖ୍ରୀଷ୍ଟ ଗୋ ନାରୀ, ମୁଇଁ ବି ତମକୁ ବିଚାର କରାଏ, ଯା তোর পাপ ক্ষমা, আজ পাপ করনা। ଆଜି ଅନେକ ଲୋକମାନେ, ମୁଁ ବିଭିନ୍ନ ଲୋକମାନଙ୍କୁ ପଚାରୁଅଛି, ପ୍ରତ୍ୟେକ ଗ୍ରାମରେ ଯଦି ସମୟ ସୁଯୋଗ ମିଳୁଛି, ଯେ ସବୁ ଜିନିଷ ଲାଗି ଆମେ ଯାଉଛୁ ବିଭିନ୍ନ ଜାଗାକୁ, ବିଭିନ୍ନ ମନ୍ଦିର, ବିଭିନ୍ନ ଦେଉଳ ଦର୍ଶନ, ବିଭିନ୍ନ ଜାଗାକୁ ଯାଉଛୁ, କିନ୍ତୁ ଆମର ପାପ ଲାଗି କେବେ କେବେ ସ୍ୱୀକାର କରିଛୁ କି? ଆଉ ଯିଏ ପାପରୁ ମୁକ୍ତି କରେ କିଏ? ଯିଏ ନିଷ୍ପାପୀ ଥିବ, ଯାହାର ପାପର ଲେଶ ନଥିବ, ଯିଏ ପୁରା ପବିତ୍ର ବ୍ୟକ୍ତି, ଯିଏ ପବିତ୍ର ଜନ୍ମ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ପ୍ରଭୁକୁ ଯେତେବେଳେ ଆମେ ବିଶ୍ୱାସ କରିଦେଉ, ତାଙ୍କର ଦ୍ୱାରା ତାଙ୍କ ରକ୍ତରେ ଆମେ ଶୁଚି ହେଉଛୁ। ସେ ଯୀଶୁ ଖ୍ରୀଷ୍ଟ ମୋ ଲାଗି ଆପଣମାନଙ୍କର ସେ କାଲବିର କ୍ରୁଶରେ ବଲି ହେଲେ। ତାଙ୍କ ରକ୍ତ ଯେତେବେଳେ ପଇଲା, ଅନେକ ଲୋକ ଉଦ୍ଧାର ପାଇଲେ, ସାରା ମାନବ ଜାତି। ହାଲେଲୁୟା। ତାପରେ କ'ଣ କହୁଛି? କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛନ୍ତି। କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ଆଜି ବିଭିନ୍ନ ପ୍ରକାର ମନ ପରିବର୍ତ୍ତନ ଅଛି। ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିନି ବୋଲି କ'ଣ? ଆଜି ପ୍ରକୃତିରେ ପ୍ରଭୁ, ଯେଉଁମାନେ ପ୍ରଭୁକୁ ଜାଣିଛ, ଯେଉଁମାନେ ଜାଣିନାହିଁ ବି, ଆଜି କ'ଣ ମାନେ ହିଂସା ରହିଲା, କୃତ୍ରିମ ରହିଲା, ଅନ୍ୟାୟ ରହିଲା, ଅତ୍ୟାଚାର ରହିଲା, ବିଭିନ୍ନ ପ୍ରକାର ମୂର୍ତ୍ତି ପୂଜା। ମୂର୍ତ୍ତି ପୂଜା କଲେ କ'ଣ ହେଉଛି? ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ଛାଡ଼ିକି, ପରମେଶ୍ୱରକୁ ଛାଡ଼ିକି ବେଶୀ ପ୍ରଶଂସା କରୁ, ମୋବାଇଲ କି ବନ୍ଧୁବାନ୍ଧବ କି ନିଜର କାମ କ୍ଷେତ୍ରରେ ବେଶୀ ଯଦି ଫ୍ୟାସିଲିଟି ପ୍ରଥମ ସ୍ଥାନ ଦେଉଅଛୁ, ଏଇଟା ଗୋଟେ ମୂର୍ତ୍ତି ପୂଜା। ଆମେ ଯଦି ବେଶୀ ସମୟ ଗୋଟେ ଖାଦ୍ୟ ପାଇଁ, ଗୋଟେ କର୍ମ ପାଇଁ ଯେମିତି ଟାଇମ୍ ଦେଉଅଛୁ, ସେଇଗୁଡ଼ା ପ୍ରଥମେ ପ୍ରଭୁଙ୍କ ଲାଗି ବେଶୀ ସମୟ ଦିଅ। ଆଜି କହୁଛନ୍ତି କିଛି କିଛି ଲୋକମାନେ ଯେ କର୍ମ ହିଁ ସବୁ କିଛି, କର୍ମ କର ଖାଅ, ନାଇଁ ଏଇ ପେଟ ପାଇଁ ଖାଦ୍ୟ ଯେହେତୁ କର୍ମ ବି କର୍ମା, କିନ୍ତୁ ତାର ବେଶୀ ସିରିୟସ୍ ପ୍ରଭୁକୁ ଦେବାର ଅଛି। ଯଦି ଆମେ ଅନ୍ୟ ତାକୁ ବେଶୀ ସିରିୟସ୍ ଇମ୍ପୋର୍ଟାଣ୍ଟ ଦେଉଛୁ, ସେଟା ହେଉଛି ମୂର୍ତ୍ତି ପୂଜା। ତାହେଲେ ଆପଣମାନେ ଆଜି ପ୍ରିୟ ମଣ୍ଡଳୀକୁ, ବିଶ୍ୱାସୀମାନେ କହେ ଆମେ ମୂର୍ତ୍ତି ପୂଜା କରୁନା ବୋଲି କହିପାର। ଯଦି ଆମେ ପ୍ରାର୍ଥନା ଛାଡ଼ିକି, ଆଜି ମୁଁ ଦେଖୁଛି ମୋବାଇଲରେ ରାତି 11, 12 ଘଣ୍ଟେ 2ଟା ଯାକ ବି ଚାଲିଛି, ଗପ ସପ ଚାଲିଲେ, ପ୍ରଭୁଙ୍କର ବାଇବେଲ ଟିକେ ପଢ଼ୁନାହିଁ କି ପ୍ରାର୍ଥନା ଟିକେ ନା, ଇଟା ଗୋଟେ ମୂର୍ତ୍ତି ପୂଜା।
आमे खाली प्रचार करूँ दिन सारा राति सारा केवल प्रभु चरण तले आम व्यक्तिगत प्रार्थना ना व्यक्तिगत प्रभु संगति ना इटा मूर्ति पूजा सबू किसी अच्छी कि आम प्रथम स्थान अच्छी परमेश्वर सहित कथा हबार परमेश्वर को प्रभु को निवेदन जनाइबार प्रभु इत्या हूँ प्रथम जितला इत्या हूँ प्रभु मूर्ति पूजा ना तापर कौन कला ए निमंते पापी मान आह्वान करने आसती प्रभु जीशु ख्रीष्ट पापी मान आसती कौन सी पवित्र व्यक्ति कौन सी साधु व्यक्ति कौन सी बर जाति भल लोक आसी ना जो माने चूर थेंत पापी अयोग्य नष्ट होते से प्रभु जीशु ख्रीष्ट निजे आसी थिले आसिकी जाइए से प्रभु जीशु स्वर्ग से पवित्र आत्मा भी जगत अच्छे से प्रभु जीशु ख्रीष्ट को आम प्रभु कथा जीवा प्रभु प्रभु आम पापी आज प्रत्येक मानव जाति पाप किए निष्पापी ना किए ब्रह्मचारी ना केवल जड़े ही जीशु ख्रीष्ट यदि किए कौ मैंने जानी किए निष्पापी अच्छी किए यदि ब्रह्मचारी देखिपार बहुत सुंदर भाव केवल जड़े ही जीशु ख्रीष्ट से पवित्र से ही ब्रह्मचारी से ही सबू किसी से प्रभु जीशु द्वारा आज जीशु ख्रीष्ट प्रत्येक मानव जाति को आह्वान कर डाकुचंदी आज हेतु प्रभु दास माने मिशनारी माने प्रभु पालक माने प्रचार करुछन्ति जे मन परिवर्तन कर कारण स्वर्ग राज्य सन्निकट मन परिवर्तन करी आम प्रभुंर उपसृष्टि को जापर ना जेते कर्म कर जेते खाओ पिओ जार सबू बेकार सबू असार ये छतिया वाक्य दे प्रभु आशीर्वाद करंतु प्रार्थना करके समाप्त करमा हालेलुया धन्यवाद यीशु पवित्र परमेश्वर तुम्हें असुस्थ लोक प्रभु सुस्थ प्रयोजन दे प्रभु धन्यवाद यीशु प्रभु तुम पापी मान को आह्वान धन्यवाद यीशु प्रभु जिते असुस्थ पापी मान अच्छे प्रभु समस्त प्रार्थना परमेश्वर तुम स्थान साहय तुम प्रभु पवित्र आसिक प्रभु तुम ग्रहण साहय धन्यवाद प्रभु प्रार्थना सुनी छोट प्रार्थना प्रभु जीशु मागुची आमेन।